ମୋ ନାଁ ରମାମଣି ପ୍ରଧାନ, ଘର ହେଉଛି ପାଥପୁର, ପୋଷ୍ଟ ପତ୍ରପଡ଼ା, ଭାୟା ବାଙ୍କି। କ'ଣ ହେଇଥିଲା ଆପଣଙ୍କ ସାଙ୍ଗରେ ଅଭିଯୋଗ କରୁଛନ୍ତି ଥାନା ବାଙ୍କି ଥାନାରେ? ମୁଁ ସ୍ୱାମୀଙ୍କ ସହିତ ଯାଇଥିଲି ବାଙ୍କି ଯାଇଥିଲି ମାର୍କେଟିଂ କରିବାକୁ କିଛି ସୁନା ଜିନିଷ କିଣିବା ପାଇଁ। ଆଉ ସୁନା ଜିନିଷ କିଣିକି ଆସିଲା ବେଳେ 30 ଗ୍ରାମ ଗୋଟେ ଚେନ୍ ପିନ୍ଧିଥିଲି। ମୋତେ ବାଟରୁ ଛଡ଼େଇକି ମୁଥ ମାରିକି ମୁହଁକୁ ବଟେଇକି ଦୁର୍ଗାପୁର ଶହର ସାଇଡ଼୍ ନେଇ ଗଲେ। ସେ କେତେ ଜଣ ଆସିଥିଲେ ବୋଲି ଆପଣ? 2 ଜଣ ଆସିଥିଲେ। କୋଉଥିରେ ଆସିଥିଲେ? ଧଳା ସ୍କୁଟିରେ। ଭେଡ଼ ଛକଠୁ ଆମକୁ ମୁଁ କହୁଛି ଯେ ମୋ ସ୍ୱାମୀଙ୍କୁ ଯେ ଆମକୁ ସେ ଭଲ କରୁଛନ୍ତି, ସେ କହିଲେ ଦେଖିବା। ମୁଁ ଚେନ୍ ଛଡ଼େଇ ନେଇ ମୋତେ ମୋ ମୁହଁ ମୁଥା ମାରି ବ୍ଲିଡ଼ିଂ ହେଲା। ପୋଲିସରେ ଅଭିଯୋଗ କରିଥିଲେ ମା? ପୋଲିସରେ ଅଭିଯୋଗ କଲେ, ଆଜି ଯାଏଁ ସେ କିଛି ଇଏ ନେଉନାହାନ୍ତି। କ'ଣ ଆଶା ରଖିଛନ୍ତି? ପୋଲିସଠୁ କ'ଣ ଆଶା ରଖିଛନ୍ତି? ମୋ ଜିନିଷ କେମିତି ମୁଁ ଫେରି ପାଇବି। ଧନ୍ୟବାଦ। ଅନ୍ଧାରୁଆ ବାଙ୍କି କଟକ। କ'ଣ ହୋଇଛି କାଲିର ଘଟଣା? କାଲି ଆଜ୍ଞା ସନ୍ଧ୍ୟା 7ଟା ସମୟ, ଯେଉଁଟାକି ରାତି ବହୁତ ହେଇନି, ଜଣେ ଲେଡ଼ିଜ୍ ତାଙ୍କ ସ୍ୱାମୀ ସହିତ ବାଙ୍କିରୁ ତାଙ୍କର ସୌଦା ସାରି ଯେତେବେଳେ ଘରକୁ ଫେରୁଥିଲେ, ସେହି ସମୟରେ 2 ଜଣ ଦୁର୍ବୃତ୍ତ ସ୍କୁଟିରେ ଆସି ତାଙ୍କୁ ବେଡ଼ାଠୁ ବ୍ରହ୍ମପୁର ରାସ୍ତାରେ ତାଙ୍କୁ ଗାଡ଼ି ଆଗରେ ତାଙ୍କର ଅଟକେଇକି ତାଙ୍କ ମୁହଁକୁ ମୁଥି ମାରି ଜଣେ ଲେଡ଼ିଜ୍ଙ୍କଠାରୁ ସୁନା ଚେନ୍ ଲୁଟି ନେଲେ। ଆଜ୍ଞା ବାରମ୍ବାର ପ୍ରଶାସନ ଜାଣିଲା ପରେ ବି ଦୀର୍ଘ ମାନେ ଏଇଟା 6 ମାସ 8 ମାସ ହେଲା ବାରମ୍ବାର ସେଇ ଭେଡ଼ାଠୁ କୁରୁମ ଭିତରେ ଚୋରି ହେଉଛି ଏବଂ ବ୍ରହ୍ମପୁର ଭିତରେ ଚୋରି ହେଉଛି। ପ୍ରଶାସନ ଜାଣୁଛି ସେ ଏରିଆଟା ମାନେ ଅନ୍ଧାର ଏରିଆ, ସେଠୁ ଭେଡ଼ାଠୁ ବି କୁରୁମ ଅନ୍ଧାର ଏରିଆ। ପୋଲିସ କି ବାରମ୍ବାର କହିଲା ପରେ ପୋଲିସ କହୁଛି ଆମେ PCR ରାତିରେ ଆମେ ଡ୍ୟୁଟି କରୁଛୁ, କିନ୍ତୁ ଆଜ୍ଞା ମିଛ କଥା। ବାରମ୍ବାର ଯଦି ଏଇ ଘଟଣା ହେଉଛି, ପୋଲିସ ଯଦି ସବୁବେଳେ ଡ୍ୟୁଟି କରୁଛି, ତାହେଲେ ଏଭଳିଆ ଘଟଣା ହେଉଛି କାହିଁକି? ସରକାର କହୁଛି ଯେ ଆମେମାନେ ହେଉଛି ଲୋକ ସରକାର। ଲୋକ ସରକାର ଅର୍ଥ ସନ୍ଧ୍ୟା ସମୟରେ ଝିଅ ବୋହୂମାନେ ଘରୁ ବାହାରକୁ ବାହାରି ପାରିବେନି। ତାମାନେ ଆମର ନୀତିଦିନିଆ ବ୍ୟବହାର ହେଉଛି ବାଙ୍କି, ଯେହେତୁ ଆମ ଏରିଆର ପାଖାପାଖି ଗୋଟେ ବଜାର ଅଛି, ଆମେ ବାଙ୍କି ତ ନିହାତି ଯିବାକୁ ପଡ଼ୁଛି। ତେଣୁ ଆମ ମା' ଭଉଣୀମାନେ ଯଦି ବାଙ୍କିକି ଯାଇକି ସନ୍ଧ୍ୟା ସମୟରେ ଘରକୁ ଫେରିବା ଭିତରେ ଏଭଳିଆ କାଣ୍ଡ ଘଟୁଛି, ତାହେଲେ ପ୍ରଶାସନ ବାଙ୍କିରେ କ'ଣ କରୁଛି? ଆମେ କାଲିଠୁ ଲିଖିତ ଆକାରରେ ବି ଆମେ ଯାଇକି ପୋଲିସ IASଙ୍କୁ ସାର୍ଙ୍କୁ ଆମେ ଲିଖିତ ଅଭିଯୋଗ ଦେଇଥିଲୁ। IAS ସାର୍ ମଧ୍ୟ ଆମକୁ କହିଛନ୍ତି ଯେ ଏହା ତଦାରଖ କରି ଆମକୁ ନିଶ୍ଚିନ୍ତ ସୁପରିଚାଳନା ଦେବେ। କେତେ ଆଶା ରଖିଛନ୍ତି ପୋଲିସଠୁ? ଚୋରି ହେଇଥିବା ଅନୁମାନକ ମୂଲ୍ୟ କେତେ? ଆଜ୍ଞା ଯେଉଁ ସ୍ତ୍ରୀ ଲୋକଙ୍କର ଚୋରି ହେଇଛି, ସେ କହୁଛନ୍ତି ତାଙ୍କର ଗୋଟେ 30 ଗ୍ରାମର ସୁନା ଚେନ୍ ଥିଲା, ମିନିମମ୍ ସେ 3 ଲକ୍ଷରୁ 4 ଲକ୍ଷ ଟଙ୍କା ହେବ। ସେଇଟା ମ୍ୟାଟର ନୁହଁ, ପଇସାଟା ମ୍ୟାଟର ନୁହଁ, ଗୋଟେ ଜୀବନ ଆଜ୍ଞା ଚାଲି ଯାଇଥିଲା କାଲି। ତେଣୁ ପ୍ରଶାସନକୁ ଆମେ ଅନୁରୋଧ କରୁଛୁ, ସେ ବାଙ୍କିରୁ ବ୍ରହ୍ମପୁରା ଦେଇ ଯେଉଁ ରୋଡ଼ ଯାଇଛି ଏବଂ ବାଙ୍କିରୁ ବୈଦେଶ୍ୱର ଯେଉଁ ରୋଡ଼ ଯାଇଛି, ତାହା ବାରମ୍ବାର ସନ୍ଧ୍ୟା ସମୟରେ ଏଇଭଳିଆ ଦୁର୍ଘଟଣା ଘଟୁଛି। ପୋଲିସ ବାରମ୍ବାର ଜାଣିଲା ପରେ ପୋଲିସ କ'ଣ କରୁଛି? ଆଗକୁ ଆମେ ଅନୁରୋଧ କରୁଛୁ ବାଙ୍କି ପ୍ରଶାସନକୁ, ଆଗକୁ ବାଙ୍କି ମହୋତ୍ସବ ଅଛି, ତେଣୁ ଆମର ପିଲା ଏବଂ ମା' ଭଉଣୀମାନେ ଏବଂ ସବୁ ଲୋକମାନେ ବାଙ୍କି ମହୋତ୍ସବ ଦେଖି ଯିବେ। ସେମାନେ ତ ନିଶ୍ଚିତ ଭାବରେ ରାତିରେ ଯେହେତୁ ମହୋତ୍ସବ ହେଉଛି, ସେମାନେ ରାତିରେ ଫେରିଲା ବେଳକୁ 10ଟା 11ଟା ହେବେ। କାଲି ଯେଉଁ ଭଉଣୀ ସହିତ ଏଭଳି ଘଟଣା ଘଟିଛି, ଆମେ ବାଙ୍କି ପ୍ରଶାସନକୁ ଅନୁରୋଧ କରୁଛୁ ଏଭଳି ଘଟଣା ଯେମିତି ବାରମ୍ବାର ନ ଘଟେ। ଯଦି ଆଗାମୀ ଦିନରେ ଏଇଭଳି ଘଟଣା ଘଟିବ, ବାଙ୍କି ପୋଲିସ ଏବଂ ପ୍ରଶାସନକୁ ଆମେ କଡ଼ା ଜବାବ। ସାର୍ ନମସ୍କାର। ନମସ୍କାର ଆଜ୍ଞା ମୁଁ ସାର୍ ବ୍ରହ୍ମାନନ୍ଦ ପ୍ରଧାନ ରିପୋର୍ଟର କହୁଥିଲି ସାର୍, ବାଙ୍କି TV5 ପଡ଼ିଆ। କୁହନ୍ତୁ କୁହନ୍ତୁ। ମୁଁ କହିଲି ସାର୍ ଯୋଉ ପାଥପୁର ସାର୍ ଯୋଉ ସୁନା ଚେନ୍ ଯୋଉ ସାର୍ ଯୋଉ ଲୁଟି ନେଇଛନ୍ତି ଯୋଉ ଦୁର୍ବୃତ୍ତ, ହଁ 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 ସାର୍ ସେଇ ବିଷୟରେ ଟିକେ ମାନେ ପଚାରିବାକୁ ଫୋନ କରିଥିଲି ଆଉ। ହଁ ଆମର ସବୁ CCTV ଭେରିଫିକେସନ ସରିଯାଇଛି, ଆଉ କେତେଟା ଅଛି। ଆଜ୍ଞା ଆଉ ଏପର୍ଯ୍ୟନ୍ତ କିଛି କ୍ଲୁ ମିଳିନି, କିନ୍ତୁ ଆମର ଲୋକାଲ ଯୋଉ ଥାନା ପ୍ଲସ ଆମର ବର୍ଡରିଂ ଥାନା ଗୁଡା ଆଜ୍ଞା ସବୁ ଯାକ ଆମେ ଟିକେ ଭେରିଫିକେସନ କରୁଛୁ ସାର୍। ହେଲା। ଆଜ୍ଞା ହେଲେ ଜଣା ପଡିବ ଆଉ। ଠିକ ଅଛି ସାର୍।